ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର୍ ଘର ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି। ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ ଡିଭିଜନ ଏରେ ଓଡ଼ିଶା ଚାମ୍ପିଅନ। ହର୍ ଘର ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ଭାବେ ପରିଗଣିତ ହୋଇଛି। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗାନ ବନ୍ଦେ ମାତରମର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54ଟି ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ଏହି ରାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ତାରିଖରୁ ଦେଶବ୍ୟାପୀ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍ମରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିଶ୍ୱ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଶକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୃଷ୍ଟ ପରିସ୍ଥିତି ସମାଧାନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଜି ପ୍ରତିବାଦକାରୀ ଛାତ୍ରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବେ। ମଧ୍ୟାହ୍ନ 12ଟାରେ ଏହି ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଥିବା ସରକାରୀ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧି ମଣ୍ଡଳୀର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରତିବାଦକାରୀ ଛାତ୍ରଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗତକାଲି ରାଞ୍ଚିର ରାଜ୍ୟ ଅତିଥି ଭବନରେ ସକାରାତ୍ମକ ପରିବେଶରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ନେଇ ମନ୍ତ୍ରୀ ପରିଷଦର ସଦସ୍ୟ କହିଛନ୍ତି। ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି କାର୍ଯ୍ୟକାରୀ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଗତକାଲି ଆଉ ଜଣଙ୍କର ମୃତ୍ୟୁ ସହ ବନ୍ୟାରେ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି। 1,47,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ମୋଟ 12ଟି ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଗୋଲାଘାଟ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 41ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ପାଖାପାଖି 10,600 ହେକ୍ଟର ଜମିରେ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଏବଂ ବାଲତାଲ ପଟରୁ ଏହି ଯାତ୍ରା ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାମବନ ଜିଲ୍ଲା ଏବଂ କାଶ୍ମୀରର କେତେକ ଅଞ୍ଚଳରେ ବର୍ଷା ତଥା ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁର ଭଗବତୀ ନଗର ମୂଳ କ୍ୟାମ୍ପରୁ ଗତକାଲି କୌଣସି ନୂତନ ତୀର୍ଥଯାତ୍ରୀ ଦଳକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଦର୍ଶନ ଶେଷ କରି ବାଲତାଲ ମୂଳ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା 1,202 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ 28ତମ ଦଳକୁ ଜମ୍ମୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ନେଇ 44ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଗତକାଲି 3,336 ଜଣ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଚଳିତ ବର୍ଷ ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 4,80,019ରେ ପହଞ୍ଚିଛି। ଗତ ମାସ 3 ତାରିଖରୁ ଆରମ୍ଭ ହୋଇଥିବା 57 ଦିନ ବ୍ୟାପୀ ଏହି ଯାତ୍ରା ଆସନ୍ତା 28 ତାରିଖରେ ଛଡ଼ି ମୁବାରକ ସହ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ତୀର୍ଥପଥଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୂଟନୈତିକ ପ୍ରୟାସ ସ୍ୱରୂପ ତେହେରାନର ଅଙ୍ଗୀକାରବଦ୍ଧତା ଉପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ୱେବସାଇଟ୍ରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ କହିଛନ୍ତି, ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଆମେରିକା ସହିତ ଆଲୋଚନା କରିବା ଏବଂ ଯୁଦ୍ଧ ସମାପ୍ତ ନେଇ ବୁଝାମଣାପତ୍ର ସ୍ୱାକ୍ଷରଜନିତ ନିଷ୍ପତ୍ତିକୁ ଇରାନ ସରକାର ନିଶ୍ଚିତ କରିସାରିଛନ୍ତି। ତେବେ ଚୁକ୍ତି ଅନୁଯାୟୀ ୱାଶିଂଟନ ଏହାର ଦାୟିତ୍ୱ ପୂରଣ କଲେ ଇରାନ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଘୋଷଣା କରିଛନ୍ତି। ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ପକ୍ଷଙ୍କୁ ଆଲୋଚନା ତଥା ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ କରିବା ନେଇ 60 ଦିନର ସମୟସୀମା ପ୍ରଦାନ କରାଯାଇଥିଲା। H-1B ଭିସାଧାରୀ ପ୍ରବାସୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା 60 ଦିନର ଅବଧିକୁ ସମାପ୍ତ କରିବା ଲକ୍ଷ୍ୟ ନେଇ ଆମେରିକା ସରକାର ବିଚାର କରୁଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ୍ ଦ୍ୱାରା ଏହି ପ୍ରସ୍ତାବର ସମୀକ୍ଷା କରାଯାଉଛି। ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପଦକ୍ଷେପ H-1B ଭିସାଧାରୀ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତୁରନ୍ତ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିପାରେ। ଏଭଳି ନିଷ୍ପତ୍ତି ଦ୍ୱାରା ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆମେରିକାର ଜନଗଣନା ତଥ୍ୟ ସୂଚନା ଅନୁଯାୟୀ 5.2 ନିୟୁତରୁ ଅଧିକ ଭାରତୀୟ ବଂଶୋଦ୍ଭବ ଏବେ ଆମେରିକାରେ ବସବାସ କରୁଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ଷୋଡ଼ଶ ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ ଡିଭିଜନ Aରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର ଘର ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ। ଏବଂ ଷୋଡ଼ଶ ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନସିପ୍ ଡିଭିଜନ Aରେ ଓଡ଼ିଶା ଚାମ୍ପିଅନ। ସମ୍ବାଦ ଶେଷ ହେଲା।